ଏହି ସରକାରଙ୍କର ଏହି ଯୋଉ ହୀନମନ୍ୟ ସବୁ କାର୍ଯ୍ୟକଳାପ ପ୍ରଭାତ ପୁରୁଷଙ୍କର ନାମ ଆଉ ଚିହ୍ନକୁ ନାମକୁ ଲୋକଙ୍କର ସ୍ମୃତିକୁ ଲୋକଙ୍କ ମନରୁ ଲିଭାଇବା ପାଇଁ ଏହା କଦାଚିତ୍ ମଧ୍ୟ ସହ୍ୟ କରାଯାଇ ପାରିବ ନାହିଁ। ପ୍ରଥମେ ପଞ୍ଚାୟତ ରାଜ ଦିବସକୁ ହଟେଇଲେ, ପୁଣି ଏବେ ମାହାଙ୍ଗାରେ ସେଇଠି ବିଜୁ ବାବୁଙ୍କର ପ୍ରତିମୂର୍ତ୍ତିକୁ ଖଣ୍ଡ ବିଖଣ୍ଡିତ କଲେ, ପୁଣି ଏବେ ପାଟଣାଗଡ଼ରେ ଏଇ ଯୋଉ ଜାଳିଲେ। ଏଇ ପ୍ରକାର ରାଜନୀତି ଅତ୍ୟନ୍ତ ନିନ୍ଦନୀୟ। ଏ ଯୋଉ ଅସହିଷ୍ଣୁତା କଣ ପାଇଁ? କେହି ମଧ୍ୟ ଶତ ଚେଷ୍ଟା କଲେ ମଧ୍ୟ ଅବଦାନ ବିଜୁ ବାବୁଙ୍କର ଯାହା ଅବଦାନ ରହିଛି ଭାରତ ବର୍ଷ ପାଇଁ, ଓଡ଼ିଶା ପାଇଁ, କେହି ମଧ୍ୟ ଲୋକଙ୍କର ମନରୁ ସେ ଲିଭେଇ ପାରିବେ ନାହିଁ। ଶତ ଚେଷ୍ଟା କଲେ ମଧ୍ୟ ସେମାନେ ବିଫଳ ହେବେ। ସରକାର ଯଦି ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ଓଡ଼ିଆ ଅସ୍ମିତାର ଓଡ଼ିଆ ଐତିହ୍ୟ ଓ ବରପୁତ୍ର ମାନଙ୍କର ମଧ୍ୟ ସମ୍ମାନ କରିବା ମଧ୍ୟ ଅନ୍ତର୍ଭୁକ୍ତ। ତ ସରକାର ନିଜର ବାକ୍ୟ ରଖିବା ପାଇଁ ବା ନିଜର କଥା ରଖିବା ପାଇଁ, ଓଡ଼ିଆ ଅସ୍ମିତାକୁ ରକ୍ଷା କରିବା ପାଇଁ ଏହି ପ୍ରକାର ନିନ୍ଦନୀୟ କାର୍ଯ୍ୟ ଯୋଉମାନେ କରୁଛନ୍ତି ସେମାନଙ୍କ ଉପରେ ଯଥାଶୀଘ୍ର ପଦକ୍ଷେପ ନେବା ଦରକାର। ଏଇଟା ଜାଳିଛନ୍ତି ନା ଜଳେଇ ଦିଆଯାଇଛି, ସେ ବିଷୟରେ ପ୍ରଥମେ ସରକାର ନିଜେ ସ୍ପଷ୍ଟୋକ୍ତି ଦିଅନ୍ତୁ ଯେ ଏହା ଲୋକଙ୍କ ଦ୍ୱାରା କରାଇ ଦିଆଯାଇଛି ନା ସେ କେହି ଜଣେ କରିଛି ଯଦି ଦୁର୍ବୃତ୍ତ। ତ ଆମର କଣ ଏତେ ଦୁର୍ବଳ ଅଛି ଆମର ପ୍ରଶାସନ ଯେ ସକାଳୁ ସିସିଟିଭି ଆଧାରରେ ମଧ୍ୟ ଧରି ପାରୁନାହାନ୍ତି? ସିସିଟିଭି ସେଇଠି ଲାଗିଥିଲା, ଯାହା ନ୍ୟୁଜରେ ଶୁଣାଯାଉଛି ସେଠି ସିସିଟିଭି ଲାଗିଛି, ଆଉ ସିସିଟିଭି ଆଧାରରେ ମଧ୍ୟ ସେମାନେ ପଦକ୍ଷେପ ନେଇପାରିବେ।